ବାଲେଶ୍ୱରର ବର୍ଷିୟାନ ସାମ୍ବାଦିକ ଚିତ୍ତରଞ୍ଜନ ସାହୁଙ୍କ ବିୟୋଗରେ ଅନୁଷ୍ଠିତ ହେଲା ଶୋକସଭା। ବାଲେଶ୍ୱରର ବର୍ଷିୟାନ ସାମ୍ବାଦିକ ଚିତ୍ତରଞ୍ଜନ ସାହୁଙ୍କ 13 ତାରିଖ ସୋମବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ଏନେଇ ବାଲେଶ୍ୱରର ସାମ୍ବାଦିକଙ୍କ ମହଲରେ ଗଭୀର ଶୋକ ପ୍ରକାଶ ସହ ତାଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା। ସ୍ଥାନୀୟ ସାମ୍ବାଦିକ ପ୍ରକୋଷ୍ଠରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ଅଧ୍ୟକ୍ଷତା କରିବା ସହିତ ସ୍ୱର୍ଗତ ସାହୁଙ୍କ ସାମ୍ବାଦିକ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। गोटे जिन सारा जीवन समाज हिस 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 हठात आम समस्त सारे से समस्त सारे मिशन जाकर छोट अफसर छोट किरान बड़ अफसर कलेक्टर समस्त होते हसी सब जीवन शेष पर्यंत जदि मुझे आसी पारे से अफिस आसुले कौन दिन कौन सदन आसुले कोविड पीरियड आसुले अल्प केतना से बंद हुए जहाँ समस्त कहले ये जो बिछा देखे मन पड़े फटो देखे मन पड़े से आसते रात शोते तुम सब विभिन्न फंक्शन आटेड करते कार्यक्रम आटेड करते गतकाल देहांत होगा और समस्ते महत्व आम वयस्क साम्बादिक कहले से पीढ़ी से शेष साम्बादिक थे। जिला सूचना और लोकसंपर्क अधिकारी ऐश्वर्य सामंत, वरिष्ठ सांबादिक रंजन बाग, देवव्रत पाणिग्राही, उबाचक महांती, सपन विश्वास, शुभेन्दु दास, अधीप जेना, अजित महांती, रमणी रंजन दास, कमलाकांत नायक, अरूप नारायण महांती, अभय दास प्रमुख ଏହି ଶୋକସଭାରେ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତ ସାହୁ ଦୀର୍ଘ 60 ବର୍ଷରୁ ଅଧିକ ସମୟ ଧରି ବାଲେଶ୍ୱରରେ ସାମ୍ବାଦିକତା କରି ଆସୁଥିଲେ। ହିନ୍ଦୁସ୍ତାନ ସମାଚାର ନାମକ ଏକ ବହୁଭାଷୀ ସମ୍ବାଦ ସରବରାହ ସଂସ୍ଥାରେ ପ୍ରାୟ 50 ବର୍ଷ ଧରି ଜିଲ୍ଲା ପ୍ରତିନିଧି ଭାବେ ସେ କାର୍ଯ୍ୟ କରି ଆସୁଥିଲେ। ପରେ ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ତାଙ୍କ ରେମୁଣାସ୍ଥିତ ନରହରିପୁର ବାସଭବନରେ ସେ ଚିକିତ୍ସିତ ହେଉଥିଲେ। ତେବେ ସୋମବାର ହଠାତ୍ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ସେଠାରେ ତାଙ୍କର ପରଲୋକ ହୋଇଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ 88 ବର୍ଷ ବୟସ ହୋଇଥିଲା। ଆମ ପୂର୍ବ ପିଢ଼ି ଯେଉଁମାନେ ସବୁ ରାଜ ଉପେନ୍ଦ୍ର ପ୍ରସାଦ ନାୟକ, ଅନିରୁଦ୍ଧ ନନ୍ଦ, ବୀର ଆଚାର୍ଯ୍ୟ, ଚିତ୍ତ ଷଡ଼ଙ୍ଗା, ଚିତ୍ତ ରଞ୍ଜନ ସାହୁ, ପୀତାମ୍ବର ମହାପାତ୍ର, ଜୟନ୍ତ ଘୋଷ, ବୀର ପାଣିଗ୍ରାହୀ, ଏଇ ଯେଉଁ ପିଢ଼ିର ସାମ୍ବାଦିକଙ୍କର ସିଏ ହେଉଥିଲେ ଶେଷ ତାଙ୍କର ଆଜି ଦେହାନ୍ତ ଗତକାଲି ସିଏ ହେଉଛନ୍ତି ଶେଷ ସାମ୍ବାଦିକ ସେ ପିଢ଼ିର ଆମ ପୂର୍ବ ପିଢ଼ିର। ତାପରେ ଗୋଟେ ପିଢ଼ିର ଅନ୍ତ ଘଟିଛି ଆଜି ତାଙ୍କର ବିୟୋଗ ହୋଇଛି। ଗୋଟେ ପିଢ଼ିର ଶେଷ ସାମ୍ବାଦିକ ସେ ଥିଲେ। ତାପରେ ଆମେ ସମସ୍ତେ ସେ ପୂର୍ବ ପିଢ଼ି ତାଙ୍କ ସହିତ ସାମ୍ବାଦିକତା କରିବୁ। କେବଳ ମିହିର ପାଣିଗ୍ରାହୀଙ୍କ ସହିତ ମୁଁ ସାମ୍ବାଦିକତା କରିନାହିଁ, ନହେଲେ ଅନ୍ୟ ନାଁ କହିଲି ସମସ୍ତଙ୍କ ସହିତ ମୁଁ ସାମ୍ବାଦିକତା କରୁଛି। ସେ ସମସ୍ତଙ୍କୁ କେବେ ଦିନେ ରାଗେନି ଏବଂ ସମସ୍ତଙ୍କୁ ଖୁସିରେ ପଳେଇନି ଆଉ ସବୁ ଲାଷ୍ଟ କୁଣ୍ଢେଇକି ଗେଲ କଲା ଭଳିଆ କରେ। ତାପରେ ମୁଁ ତାଙ୍କ ସହିତ ମିଶିଲି, ମୁଁ ଜାଣିଲି ଆକ୍ଚୁଆଲି ସାମ୍ବାଦିକତାଟା କେବେ ଚାପରେ ଜଣେ ଚାପଗ୍ରସ୍ତ ହେଇକି ଜଣେ କେବେ ଇନୋଭେଟିଭ୍ ନ୍ୟୁଜ୍ କରିପାରିବନି, କ୍ରିଏଟିଭିଟି ଆସିବ। ସେ ସବୁବେଳେ ଗୋଟେ କଥା କହିଲେ ହସ ହସ ମୁଖ ଆଉ ହସିବା ତାଙ୍କର ଗୋଟେ ସମସ୍ତଙ୍କୁ ଆମ ସମସ୍ତଙ୍କର ଗୋଟେ ଦାନ ଥିଲା। ମୁଁ 16-17 ବର୍ଷ ସାମ୍ବାଦିକତା କରିବାକୁ ବର୍ଷ ତାଙ୍କ ସାଙ୍ଗେ ବହୁତ କ୍ଲୋଜ୍ଲି ମିଶିଛି। ଆଉ ତାଙ୍କ ଯେମିତି କହିଲେ ବାରମ୍ବାର ସେ ଡାକିବା ତାଙ୍କ ଘରକୁ ବି ଆମେ ଯାଇଛୁ। ଏଠି ପ୍ରେସ୍ ରୁମ୍ ଯେତେବେଳେ ଆସନ୍ତି ଅତି ଆନ୍ତରିକ ସହକାର ସେ ବ୍ୟବହାର କରନ୍ତି ସମସ୍ତଙ୍କ ସାଙ୍ଗରେ। ଯାହା ବି ହଉ ତାଙ୍କ ରାତିରେ ଆମେ ଫୋନ୍ କରି ଚାଲିଲେ ସେ ମହାଦେବ ତାଙ୍କର ଅନ୍ତରାତ୍ମାକୁ ସତ୍ୟ ଭଗବାନ ଏଇଟା ଆମେ କାମନା। ଏବଂ ତାଙ୍କ ବ୍ୟକ୍ତିତ୍ୱରେ ମୁଁ ପ୍ରଭାବିତ ହେଇଥିଲି। କାହାକୁ ବଡ଼ ଛୋଟ ବିଚାର କରୁଥିଲା, ସମସ୍ତଙ୍କର ମିଶି ତାଙ୍କର ବୟସ ଅଧିକ ହେଇଥିବ, କାହାର ବୟସ କମ୍ ହେଇଥିବ, ସମସ୍ତଙ୍କର ଆତ୍ମୀୟ ଭାବରେ ମିଶୁଥିବ। ତାଙ୍କର ଜୀବନ ଆମକୁ ଆଦର୍ଶ ନିଶ୍ଚିତ ଭାବରେ କାମନା କରୁଛି। ସେ ସ୍ୱର୍ଗରେ ଥିଲେ ମଧ୍ୟ ଚିଠାରେ ତାଙ୍କ ଅମଳାତ୍ମା ପ୍ରତି କାମନା କରୁଛି ଏବଂ ତାଙ୍କ ପରିବାର ଲୋକ ସୁଖରେ ରୁହନ୍ତୁ ଏତିକି କହିକି ମୁଁ ଅମାୟିକ ଲୋକ ଥିଲେ, ମିଶୁଥିଲେ, ଛୋଟଠୁ ବଡ଼ ଯାଇ ମିଶୁଥିଲେ। ତାଙ୍କ ସାଙ୍ଗରେ ଆମେ ଟିକେ ଥଟ୍ଟା ମଜା କରୁଥିଲୁ, ବୟସ୍କ ଜେଜେ କି ଟାଇପ୍ର ଲୋକ ମଜା କରୁଥିଲୁ। କିନ୍ତୁ ବହୁତ ବଢ଼ିଆ ହେଲା। କାଲି ରାତିରେ ମୁଁ ଯେତେବେଳେ ଲେଟ୍ ନାଇଟ୍ରେ ମୁଁ ଟିକେ ବସା ପାଇଁ ରହିଲି ମେଡ଼ିସିନ ପାଇଁ, ମୁଁ ଯେତେବେଳେ ଖବର ପାଇଲି ବସା ଛାଡ଼ିଲା ପରେ ଯେତେବେଳେ ପଳେଇଥିଲେ ଖରାପ ପିଲା ହେଲା ମୋତେ ଲୋକଟାକୁ ଲାଷ୍ଟ ଟାଇମ୍ରେ ଦେଖିପାରିଲି। ଶୋକସଭା ପ୍ରାରମ୍ଭରେ ସମୂହ ନୀରବ ପ୍ରାର୍ଥନା ଓ ସ୍ୱର୍ଗତ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା। ଶେଷରେ ସାମ୍ବାଦିକ ବ୍ରହ୍ମାନନ୍ଦ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।